ଆଜ୍ଞା ଏଥିରୁ ଆପଣ ସ୍ପଷ୍ଟ ସେ ଭିଡ଼ିଓରେ ଆପଣମାନେ ମଧ୍ୟ ଦେଖିପାରୁଥିବେ ଗୋଟେ ପିଲାକୁ ଫୋର୍ସଫୁଲି କୁହାଯାଉଛି ସେ ତାହାକୁ କହୁଛି। ଏହା ଏକ ଆମ ପ୍ରତି ଗୋଟେ ଚକ୍ରାନ୍ତ କରିକି ଆମକୁ ଏହା ଭିତରେ ଫସେଇ ଦିଆଯାଇଛି, ଯେଉଁଟାକି ଯେ ଆମର ଏଇ ବିଜନେସ୍ ଭାଇମାନେ କିଛି ଜଣ ତା ଦେହରେ ସାମିଲ ଅଛନ୍ତି, ଯେଉଁଟାକୁ ଆମ ବେପାରଟାକୁ ସହି ନପାରି ଏହାର ଚକ୍ରାନ୍ତ କରାହେଇକି ସେ ପିଲାଟାକୁ ଜୋର ଜବରଦସ୍ତି ଆଜ୍ଞା କୁହାଯାଉଛି। ସେ ଭିଡ଼ିଓରେ ଆପଣ ସ୍ପଷ୍ଟ ଭାବେ ଦେଖିପାରୁଥିବେ, ସେଥିରେ ସ୍କିପ୍ ମଧ୍ୟ କରାଯାଇଛି ଭିଡ଼ିଓକୁ, ତାକୁ ସେଟା କୁହାଯାଉଛି ଆଜ୍ଞା ଜୋର ଜବରଦସ୍ତି। ସେ ଭିଡ଼ିଓ ଆପଣ ସ୍ପଷ୍ଟ ଜାଣିପାରୁଥିବେ ଆଜ୍ଞା। ଯଦି କହିବା ବିଭିନ୍ନ ଗଣମାଧ୍ୟମରେ ବି ପ୍ରଚାର ହେଉଛି ଯେ ଏଇଟା ହେଉଛି କ'ଣ ଆପଣ ଜାଣତେ ରହୁଛି ନା ଅଜାଣତେ ହେଇଛି କହିବା ଏଇଟା? ଆଜ୍ଞା ପ୍ରଥମ କଥା କହିବି ଆଜ୍ଞା, ଗଣମାଧ୍ୟମକୁ ମୋର ଗୋଟିଏ ଅନୁରୋଧ, ଯେପର୍ଯ୍ୟନ୍ତ ଆପଣ ଦୋଷୀ ସାବ୍ୟସ୍ତ ଆମକୁ ନ କରାହେଇଛି, ଆପଣମାନଙ୍କ ଦ୍ୱାରା ମୁଁ ଗଣମାଧ୍ୟମକୁ କହିବାକୁ ଚାହୁଁଛି ଆମକୁ ଦୋଷୀ ସେପର୍ଯ୍ୟନ୍ତ କରନ୍ତୁନି, କାହିଁକିନା ଆମକୁ ପୁରାପୁରି ମାନେ ପୁରା ବ୍ଲେମ୍ କରିସାରିଲେଣି ଆଜ୍ଞା। ଯେଉଁଟାକୁ ଆପଣ ଅପେକ୍ଷା କରନ୍ତୁ, ରିପୋର୍ଟକୁ ଅପେକ୍ଷା କରନ୍ତୁ ଆଜ୍ଞା। ରିପୋର୍ଟ ଆସିଲା ପରେ ଆପଣ ଆମକୁ ଯାହା ବି ଦଣ୍ଡ ଦେବେ ଆଜ୍ଞା ଆମେ ସ୍ୱୀକାର କରିବୁ ତାକୁ ଆଜ୍ଞା। ଦୟାକରି ସମସ୍ତଙ୍କୁ ରିକ୍ୱେଷ୍ଟ କରୁଛି, ଆମକୁ ବିନା ଦୋଷରେ କୌଣସିରେ ଫସାନ୍ତୁନି ଆଜ୍ଞା।